ନମସ୍କାର। ଆପଣ ଶୁଣୁଛନ୍ତି କବି ରତିକାନ୍ତ ବେହେରାଙ୍କ ଶବ୍ଦମାନେ ଶକୁନ୍ତଳା କବିତା ସଂକଳନର ଗୋଟାଏ କବିତା କେଉଁଆଡ଼େ ଯିବୁ ସନାତନ। ଟ୍ରକ୍ ଡାଲାରେ ହେଉ କିମ୍ବା ଟ୍ରାକ୍ଟର ପିଠିରେ, ଯେଉଁଠି ପହଞ୍ଚିଲେ ବି ସନାତନ। ଅନ୍ଧାର ତୋ ଭାଗ୍ୟ, ତୋ ଆପଣାର ଭଗବାନ। ସକାଳ ଜାଡ଼ର ଜ୍ୟାମିତିରେ ତୋତେ ଫଟେଇବାକୁ ହେବ ପାହାଡ଼। ସକାଳ ଜାଡ଼ର ଜ୍ୟାମିତିରେ ତୋତେ ଫଟେଇବାକୁ ହେବ ପାହାଡ଼। ବଥାଅ ବିଣ୍ଡିର ଝିମ୍ ଝିମ୍ ଶବ୍ଦକୁ ଗୋଟେଇବାକୁ ହେବ ଶବ୍ଦରୁ। ସକାଳ ଜାଡ଼ର ଜ୍ୟାମିତିରେ ତୋତେ ଫଟେଇବାକୁ ହେବ ପାହାଡ଼। ବଥାଅ ବିଣ୍ଡିର ଝିମ୍ ଝିମ୍ ଶବ୍ଦରୁ ଗୋଟେଇବାକୁ ହେବ ଜୀବାର ଜୋରିମାନା। ଯେଉଁଆଡ଼େ ଗଲେ ବି ସନାତନ, ଠୋସ୍ ଠୋସ୍ ଦେଖିବୁ ଠିକାଦାର। ଠାଉରିଆମାନଙ୍କ ଠାରଠୁର ଠିଆପାଲା, ମଣ୍ଡାଖିଆ ମାମଲତକାର ମାରି ନେଉଥିବେ ପାଣି ପବନ ଓ ପାହାଡ଼। ଦିନେ ଫେରିଲା ବେଳକୁ କିଛି ନଥିବ ସନାତନ। ଦିନେ ଫେରିବା ବେଳକୁ କିଛି ନଥିବ ସନାତନ। କିଏ ଦୁଇଟା ଅନ୍ଧାରରେ କାଟି ଦେଇଥିବେ ତୋ ହାତ। କିଏ ଦୁଇଟା ଅନ୍ଧାରରେ କାଟି ଦେଇଥିବେ ତୋ ହାତ। ବସ୍ତିର ଭିତରୁ ବାସୁଥିବ ବସ୍ତ୍ର ହରଣର ବାସ୍ନା। ବସ୍ତିର ଭିତରୁ ବାସୁଥିବ ବସ୍ତ୍ର ହରଣର ବାସ୍ନା। ବସିଥିବେ ବାବୁମାନେ ବୋତଲର ବେସୁରା ବୈଠକୀରେ। କିଏ ଦୁଇଟା ଅନ୍ଧାରରେ କାଟି ଦେଇଥିବେ ତୋ ହାତ। ବସ୍ତିର ଭିତରୁ ବାସୁଥିବ ବସ୍ତ୍ର ହରଣର ବାସ୍ନା। ବସିଥିବେ ବାବୁମାନେ ବୋତଲର ବେସୁରା ବୈଠକୀରେ। ତାପରେ ତୁ କେଉଁଆଡ଼େ ଯିବୁ ସନାତନ। ତାପରେ ତୁ କେଉଁଆଡ଼େ ଯିବୁ ସନାତନ। ନମସ୍କାର।